ଆମ ଜଗା ଭାରି ବଢ଼ିଆ। ତାହାକୁ ଦୃଷ୍ଟି ଭେଦେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ, ସେ ରୂପ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର। ତାହାଙ୍କ ବୋଲି ଜ୍ଞାନହୀନ ଏବେ ହୋ ମୁନି ଗଣେ ଶୁଣ, ସ୍ୱଭାବେ ଦୃଶ୍ୟ ବସ୍ତୁ ନୁହେଁ ଗୁଣ ଆବରି ଦେହ ବହେ। ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ, ଏ ସ୍ଥୂଳ ସୂକ୍ଷ୍ମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ। ଆତ୍ମାରେ କଳ୍ପିତ ଶରୀର ଏ ତତ୍ତ୍ୱେ ବ୍ରହ୍ମର ବିଚାର, ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ, ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି। ଏ ମାୟା ଈଶ୍ୱର ପ୍ରକାଶ ଯେବେ ସେ ହୁଅଇ ବିନାଶ, ପରମାନନ୍ଦ ରୂପେ ଚିତ ତେବେ ସେ ହୁଅଇ ଭାବିତ। ତହୁଁ ସପର୍ଣ୍ଣ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱଜ୍ଞାନୀ ଜନ, ଯାହାର ଜନ୍ମ କର୍ମ ନାହିଁ ବେଦର ଗୃଢ଼ ତତ୍ତ୍ୱ ଯେହି। ତାହାର ଜନ୍ମ କର୍ମ ମାନ କବିଏ କରନ୍ତି ବର୍ଣ୍ଣନ, ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରିବ ତା କେହି। ଅମୋଘ ଲୀଳ ନର ହରି ଆତ୍ମାରେ ବିଶ୍ୱ ମାୟା କରି, ବ୍ରହ୍ମାଣ୍ଡ ସୂର୍ଯ୍ୟଇ ପାଳଇ ଅନ୍ତେ ଆପଣେ ସଂହାରଇ। ପ୍ରାଣିକ ମଧ୍ୟରେ ଆତ୍ମତନ୍ତ୍ରେ ଷଡ଼୍ବର୍ଗ ଭୋଗ କରେ ନିତ୍ୟେ, ଏଣୁ ଈଶ୍ୱର ସେ ବୋଲାଇ କି ପାଉ ଉପମା ଦେବି ମୁହିଁ। ଈଶ୍ୱର ଲୀଳା କର୍ମ ଯେତେ କେ ଜାଣିପାରେ ତର୍କ ମତେ, ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ରୂପ ଗୁଣ। ଅଜ୍ଞାନୀ କେ ଜାଣିବ ତାହା ଦୂରାଧିଗମ୍ୟ ବିଷ୍ଣୁ ମାୟା, ନଟ ଯେ ସନେ ମାୟା କରି ମୋହଇ କୁହୁକ ବିସ୍ତାରି। ସେ ଚକ୍ର ପାଣିର ଚରିତ କେ ଜାଣିପାରେ ତାର ତତ୍ତ୍ୱ, ସେ ହରି ପାଦ ପଦ୍ମ ଗନ୍ଧ ଯେ ନିତ୍ୟ ପିଏ ମକରନ୍ଦ। ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି, ଭକତି ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି। ଧନ୍ୟ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର, ସର୍ବ ଆତ୍ମାକୁ ଆତ୍ମା ଭାବେ ଭଜନ୍ତି ନିତ୍ୟ ବାସୁଦେବେ। ଏ ମନ୍ଦ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ, ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବିଷ୍ଣୁ ତତ୍ତ୍ୱ। ବିଷ୍ଣୁ ଚରିତ ପରଶି ପ୍ରକାଶ କଲେ ବ୍ରହ୍ମ ଋଷି, ଜୀବର ମୁଖ୍ୟ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ ସାର ଉଦ୍ଧାରି ମନ ତୋଷେ, ଆତ୍ମଜ୍ଞାନୀଙ୍କ ମଧ୍ୟରେ ପର ଯେ ସୁଖ ରୂପେ ଅବତାର। ତାହାଙ୍କୁ ଭାଗବତ ଦୀକ୍ଷା ଦେହି କହିଲେ ଆତ୍ମଶିକ୍ଷା, ସେ ପୁଣି ପରଗୀତ ଆଗେ କହିଲେ ଆତ୍ମା ଅନୁରାଗେ। ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା କୂଳେ, ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ। ଏ ଭାଗବତ ଶାସ୍ତ୍ର ଶୁଣି ତରିଲା ଭବ ତରଙ୍ଗିଣୀ, ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ। ଏ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ, ତାହାଙ୍କୁ ତପନ ଉଦିତ ହୋଇବ ଭାଗ୍ୟେ ଭାଗବତ। ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ, ଏ ଭାଗବତ ତତ୍ତ୍ୱବାଣୀ ସୁକ ମୁନିଙ୍କ ମୁଖୁ ଶୁଣି। ଜାଣିଲି ସୁକ ଅନୁରାଗେ ଏବେ କହିବା ତୁମ୍ଭେ ଆଗେ, ଏ ଭାବେ ଚିନ୍ତି ନର ହରି ଘୋର ସଂସାରୁ ଯିବା ତରି। ବୋଲଇ ବିପ୍ର ଜଗନ୍ନାଥ ସୁଜନ ହିତେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସାୟା ସଂହିତାୟା ପ୍ରଥମ ସ୍କନ୍ଧେ ନୈମିଷୋପାଖ୍ୟାନ ଭଗବତ ତାର ବର୍ଣ୍ଣନମ୍ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ଆରମ୍ଭ। ବେଦ ପୁରାଣ ରଚି ବ୍ୟାସ ଚିତ୍ତେ ନହିଲେ ପରିତୋଷ, ଚତୁର୍ଥ ଅଧ୍ୟାୟ ଚରିତ ଯହୁଁ ପ୍ରକାଶ ଭାଗବତ। ବ୍ୟାସ ଉବାଚ। ଏ ମନ୍ତେ ଭାଗବତ ବାଣୀ ସୁତ ମୁନିଙ୍କ ମୁଖୁ ଶୁଣି, ମୁନିଙ୍କ ମଧ୍ୟରେ କଳ୍ପ ବୃଦ୍ଧ ସୌନକ ନାମେ ଧର୍ମ ଶୁଦ୍ଧ,
सर्वमुनिଙ୍କ अवधाने पूछन्ति मधुर वचने। सौनक उवाच हे सुत तुम्भे मायाधीर बकता जन मध्ये वर। जानवी तटे राजा आगे सुकजा कहिले सरागे। से कथा कह आंभ आग तुम्भे जे अट महाभाग। ए भागवत शास्त्र केबे व्यास रचिले केउं जुगे। काहार बोले कहीं बसी कि भावे कि हेतु उद्धेसी। सुक जे ताहांग कुमर समर दसी निर्विकार। एकांत मति रात्र दिने कृष्ण महिमा जार मने। निर्माया मृढ़ता प्रतीति लखी न पारे केही गति। ଯାହାର ଆଗମନ କାଳେ ଦେବ କନ୍ୟାଏ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ଧାଇଁଲେ ଲଜ୍ଜାକୁ ଉପେକ୍ଷି। ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ଶେଷୁର ଯୁବତୀ ଜାଣନ୍ତି ସର୍ବପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୃଢ଼ ଗତି ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ। ଏ କିସ ତୁମ୍ଭର ବ୍ୟବହାର ସେ ସୁକ ମୋହର କୁମର। ତରୁଣ ବୟସ ତାହାର ଏ ବୁଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାଙ୍କ ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ବିଷୟ ରସେ ଅଛି ସଧ। ଏ ଘେନି ହୋଇଲୁ ଅନ୍ତର। କୂର୍ମରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି। ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନନ୍ତରୀ ରୂପେ। ଅମୃତ କ୍ଷୀରାନ୍ନକୁ ଆଣି ଦେବଙ୍କୁ ପିଆଇଲେ ପୁଣି। ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ। ଚତୁର୍ଦଶେ ନୃସିଂହ ବପୁ ବିତାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକି ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତାବଧରେ ଅହଙ୍କାରେ ଧରଣୀ ଏକବିଂଶ ବାରେ। ଭ୍ରମିଲେ ମହାକୋପ ନଳେ ରାଜାଙ୍କୁ ଧରି ବାହୁବଳେ। ଦୁଷ୍ଟ କ୍ଷତ୍ରିଙ୍କ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କରି କୁଣ୍ଡ। ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ଶପଥ ଦଶେ ବେଶ ଦେବ ଜନ୍ମିଲେ ପରାଶର ହଂସ। ନିଗମ ବୃକ୍ଷ ଥିଲା ଏକ ବିଚାରି କଲେ ଶତ ଶାଖ। ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମେ ସଂସାରେ ପ୍ରବୋଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ। ଜଳଧି ବାନ୍ଧି ସିଧା ଛଳେ ଲଙ୍କା ଧସିଲେ ଭୁଜ ବଳେ। ରାବଣ ମାରି ଦେବରାଜ ସାଧନ କଲେ ଦେବ କାର୍ଯ୍ୟ। ଊନବିଂଶତି ବିଂଶେ ହରି ଯାଦବ ବଂଶେ ଅବତରି। କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନି ଭାରା ଉଶ୍ୱାସିଲେ। କଳିଆ ଗମେ ଭାବଗ୍ରାହୀ ପାଷଣ୍ଡ ଜନ ମନ ମୋହି। ବୁଦ୍ଧ ସ୍ୱରୂପ ଅବତାରେ ଜନ୍ମିଳେ କୀଟକ ନଗରେ। ଜ୍ଞାନ ଉଦ୍ଦେଶ୍ये ଭଗବାନ ମୋହିବେ ଅସୁରଙ୍କ ମନ। ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ। ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି। ସେ କାଳେ ବିଷ୍ଣୁ ଯଶା ଘୋରେ ଜନ୍ମିବେ କଳ୍କି ଅବତାରେ। ମନହୁ ବେକ ବଳବନ୍ତ ଅଶ୍ୱାରୋହୀ ଜଗନ୍ନାଥ। ନନ୍ଦକ ଖଡ୍ଗ କରେ ଧରି ଦୃଷ୍ଟ ରାଜାଙ୍କୁ ବେକେ ମାରି। ଅଳପ ପ୍ରଜା